ନମସ୍କାର। ଆପଣଙ୍କ ପାଖକୁ ଗୋଟେ ଭଲ ପଏମ୍ ନେଇକି ଆସିଛି ବାପାଙ୍କ ଉପରେ। ତ ସେଇଟା ଆପଣ ନିହାତି ଶୁଣିବେ ଆଉ ବୁଝିବାକୁ ଚେଷ୍ଟା କରିବେ। ମୋ ହୃଦୟ କୋଣରେ ଗୋଟିଏ ଲୁଚିକି ରହିଛି ମୋ ବାପାଙ୍କ ପ୍ରତି ପ୍ରେମ। ମୋ ହୃଦୟ କୋଣରେ ଏକ ଭାବନା ରହିଛି ପ୍ରତି ପ୍ରେମ, କିନ୍ତୁ ଏ ଶବ୍ଦ ଠାରୁ ବହୁତ ଦୂରରେ ଲୁଚିକି ରହିଛି କୋଉ ବହୁତ ପରିଶ୍ରମ କରୁଥିବା ଦେଖି ମୁଁ ପରିଶ୍ରମର ଝାଳର ଯେଉଁ ଟୋପା ଗୋଟେ ପ୍ରେରଣା କରି ଅନୁଭବ ହୁଏ ବାପାଙ୍କର। ଯେତେବେଳେ ବାପା ତାଙ୍କର ରାଗ ଦେଖାନ୍ତି ସେତେବେଳେ ତାଙ୍କ ସନ୍ତାନମାନଙ୍କୁ ଗୋଟେ ପ୍ରେମପୂର୍ଣ୍ଣ ଅନୁଭବ ହୁଏ କି ବାପା ଆମ ଉପରେ ରାଗୁଛନ୍ତି। କାରଣ ବାପାଙ୍କ ରାଗ ପଛରେ ତାଙ୍କ ପ୍ରେମ, ଭଲ ପାଇବା, ସ୍ନେହ, ମମତା ସବୁ ଲୁଚି ରହିଥାଏ ଗୋଟେ ସମୁଦ୍ର କୋଣ ଭଳିଆ। ଯେତେବେଳେ ମୁଁ ଭାବୁଛି ମୋ ବାପାଙ୍କୁ ମୋ ମନର କଥା କହିବା ଉଚିତ କି ବାପା ମୁଁ ତୁମକୁ ବହୁତ ଭଲ ପାଏ, ଜୀବନଠୁ ଅଧିକ ଭଲ ପାଏ, କିନ୍ତୁ ସେଇ ସମୟ ମୋ ହୃଦୟର ଯେଉଁ କଥାଟା ଅଟକି ଯାଏ ଆଉ ସବୁ ଶବ୍ଦ ଗୁଡ଼ିକ କେଉଁଠି ମୁଁ ଜାଣିପାରେନି, ଶୂନ୍ୟ ହୋଇଯାଏ ମୋର ଶବ୍ଦ ଗୁଡ଼ିକ। ବାସ୍ ମୁଁ ଏତିକି ଜାଣିଛି ମୋ ବାପା ତୁମେ ହେଉଛ ମୋର ଦୁନିଆ, ମୋର ସବୁକିଛି, ମୋର ପ୍ରାଣ, ଆଉ ତୁମେ ହେଉଛ ମୋର ନାୟିକା, ମୋ ଆଇଡଲ୍। କାରଣ ମୁଁ ଯାହା ବି ଆଜି ଜୀବନରେ ଆଗକୁ ଯାଇଛି ବାପା ତୁମକୁ ଦେଖି ଇନ୍ସପାୟାର ହେଇଛି କି ବାପା ମୋର ଏତେ ପରିଶ୍ରମ ଏତେ କଷ୍ଟ କଲା ପରେ ବି କେବେ ସେ ପଛ ଘୁଞ୍ଚା ଦେଇନାହାନ୍ତି। ତୁମଠାରୁ ହିଁ ମୁଁ ପ୍ରେରଣା ପାଇଛି ଆଗକୁ ବଢ଼ିବା ପାଇଁ, ଇନ୍ସପାୟାର ହେଇଛି। ତୁମେ ମୋର ସବୁଠୁ ପ୍ରିୟ, ଦୁନିଆରେ ସବୁଠୁ ମୋର ପ୍ରିୟ ମୋ ବାପା।